ସ୍ୱାଗତ ଜଣାଉଛି। ଓଡ଼ିଶା ସରକାର 2026-27 ବର୍ଷ ନିମନ୍ତେ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରି 34,104 କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରୁଛନ୍ତି। ଏହା ପ୍ରତି ପଞ୍ଚାୟତରେ ଗ୍ରାମସଭା ମାଧ୍ୟମରେ ସଚେତନ କରିବା ପାଇଁ ବା ଆୱାରନେସ୍ କରିବା ପାଇଁ ଆଜି ସଭାଟିକୁ ଡକାଯାଇଅଛି। ତେଣୁ ବଜେଟ୍ରେ କ'ଣ କ'ଣ ମୁଖ୍ୟ ବିଷୟ ସରକାର ରଖିଛନ୍ତି ସେ ଉପରେ ମୁଁ ଗୋଟେ କହୁଛି, ଆପଣମାନେ ଶୁଣିବେ। ମୁଖ୍ୟତଃ ଚଳିତ ବର୍ଷ ସମୁଦାୟ ବଜେଟ୍ 34,104 କୋଟି ଟଙ୍କା ରଖାଯାଇଛି। ଏହା ଗତ ଆର୍ଥିକ ବର୍ଷ 25-26 ତୁଳନାରେ ପ୍ରାୟ 17% ଅଧିକ। ହେଲେ ଗତ ବର୍ଷ ଅପେକ୍ଷା ଏ ବର୍ଷ ଟିକେ ଅଧିକା ରଖିଛନ୍ତି, 17% ଅଧିକା ରଖିଛନ୍ତି। ମୁଖ୍ୟତଃ ପ୍ରଥମରେ ହେଲା ଗ୍ରାମୀଣ ଗୃହ ନିର୍ମାଣ, ରୁରାଲ୍ ହାଉସିଂ, ଯେଉଁଟାକି ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ପକ୍କା ଘରେ ରହୁଥିବା ବାସବାସୀ କରିବାକୁ ପକ୍କା ଘର ଦିଆଯିବ। ବର୍ତ୍ତମାନ ଯେଉଁଟା ଦିଆଯାଉଛି, ଯେଉଁଟା ଅନ୍ତର୍ଜୀୟ ଗୃହ ଯୋଜନା, ଆଉ ଦ୍ୱିତୀୟ ଏଇଟା ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ, ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଯେଉଁଟାକି ଆହୁରି ଆସିନି, ସେଟା ଆସିବ ମାସ ଭିତରେ ଆସିବ। ଏଇଥିପାଇଁ 2,475 ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 28 ଲକ୍ଷ ଘର ମଞ୍ଜୁର ହୋଇଛି। 28 ଲକ୍ଷ ଘର ମଞ୍ଜୁର ହୋଇଛି, ବର୍ତ୍ତମାନ ଆହୁରି ଆସିନି, ସେଭଳି ଆସିବ। ଅନ୍ତର୍ଜୀୟ ଗୃହ ଯୋଜନା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ